गुड मॉर्निंग जय जगन्नाथ आज मुख्य खबर 22 सेप्टेम्बर 2024 दशटी गुरुत्वपूर्ण खबर पर नजर देवा। नंबर 1 एमानंको आदम मिलिबनी सुभद्रा टंका। जड़े महिला किंवा निजर परिवार सदस्य यदि वर्तमान किंवा पूर्वतन सांसद किंवा विधानसभा सदस्य होइथिबे सेमाने सुभद्रा योजना सामिल होई परिबे नाही। से भली आयकर देउथिले ए योजना सामिल होई परिबे नाही। जे कोनसी सहरांचल स्वायत्त शासन संस्था अर्बान लोकाल बॉडी किंबा पंचायत राज अनुष्ठान निर्वाचित प्रतिनिधि होइथिबे केवल वार्ड मेंबर स्थानीय परिषद काउंसिल सदस्य व्यतीत तेबे सेमानंकर एथिरे सामिल होई परिबे नाही। ना कटिଯିବ ଯଦି ଆବେଦନକାରୀ ପରିବାରର ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ ଅଣଜଳସେଚିତ ଜମିର ପରିମାଣ 10 ଏକରରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସେହିଭଳି ଟ୍ରାକ୍ଟର ମିନି ଟ୍ରକ୍ ଛୋଟ ବାଣିଜ୍ୟକର ଯାନ ଓ ଅନ୍ୟାନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ 4 ଚକିଆ ଗାଡ଼ି ଥିଲେ ସୁଭଦ୍ରା ଟଙ୍କା ପାଇବେ ନାହିଁ। ନମ୍ବର 2 ବଙ୍ଗୋପସାଗର ଆସନ୍ତା ସୋମବାର ଦିନ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଉତ୍ତର ପଶ୍ଚିମ ଓ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆସନ୍ତା ସୋମବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 13 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। 22 ତାରିଖ ସକାଳଠାରୁ 23 ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ପ୍ରବଳ ବର୍ଷା ହେବ। ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ବର୍ଷାର ପ୍ରଭାବ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାହ୍ନ କରାଯାଇଛି। ନମ୍ବର 3 ଆଜି ମୟୂରଭଞ୍ଜକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜକୁ ଆସୁଛନ୍ତି। ଜିଲ୍ଲା ସଦର ମହକୁମା ବାରିପଦା ଛୌପଡ଼ିଆଠାରେ ଆଜି 22 ରୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର 100 ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ଉଦ୍ଘାଟନ କରିବେ। ଏଥିସହିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏନେଇ ଜିଲ୍ଲାପାଳ ହେମକାନ୍ତ ସାଏ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରିଛନ୍ତି। ଛୌପଡ଼ିଆରେ ହେବାକୁ ଥିବା ବିକାଶ ମେଳା 22 ତାରିଖରୁ ଆରମ୍ଭ ହେଇ 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଏ 3 ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ଯ୍ୟ ପ୍ରଦର୍ଶନ ହେବା ସହିତ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନମ୍ବର 4 ଆଜି ଦିଲ୍ଲୀକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶ ମରଲେନା। ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶ ନୂଆ ସରକାର ଗଠନ କରିବାକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ। ରାଜଭବନର ଆତିଶଙ୍କ ସହ 5 ନୂଆ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୋସେନ, ମୁକେଶ ଅହଲାବାଦ ମନ୍ତ୍ରୀ ଭାବେ ଶପଥ ନେବେ। ଅରବିନ୍ଦ କେଜରିୱାଲ ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶ ଦ୍ୱାରା ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ପ୍ରସ୍ତାବ ପଠାଯାଇଥିଲା। ଏହାକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିଲେ। ନମ୍ବର 5 3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ଆଜିଠୁ 3 ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 21 ରୁ 23 ତାରିଖ ପର୍ଯ୍ୟନ୍ତ ସେଠାରେ ରହଣି କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆମେରିକା ୱିଲମିଂଟନରେ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେବେ। ରାଷ୍ଟ୍ରପତି ଜୋ ବାଇଡେନ ଏହି ଶିଖର ସମ୍ମିଳନୀର ଆୟୋଜନ କରୁଛନ୍ତି। ତେବେ ଭାରତ ଚଳିତ ବର୍ଷ କ୍ୱାଡ ଶିଖର ସମ୍ମିଳନୀର ଆୟୋଜନ କରିବାର ଥିଲା, କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତର 2025ରେ ଏକ ଶିଖର ସମ୍ମିଳନୀ ଆୟୋଜନ କରିବ। ଶିଖର ସମ୍ମିଳନୀରେ ସାମିଲ ହେଉଥିବା ସଦସ୍ୟ ଦେଶର ନେତାମାନେ କ୍ୱାଡର ଅଗ୍ରଗତିର ସମୀକ୍ଷା କରିବେ। ଏ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ମଧ୍ୟ ଏଥିରେ ଯୋଗ ଦେବେ। ନମ୍ବର 6 ବୌଦ୍ଧ ଜିଲ୍ଲାର ସ୍କ୍ରବ ଟାଇଫସ୍ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କର ମୃତ୍ୟୁ। ବୌଦ୍ଧ ଜିଲ୍ଲାର ସ୍କ୍ରବ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁଙ୍କୁ କଣ୍ଟାମାଳ ବ୍ଲକର ବରିପଦର ଗ୍ରାମର ରମେଶ କୁମ୍ଭାର। ରମେଶ ବଲାଙ୍ଗୀରର ଭୀମଭୋଇ ଚିକିତ୍ସା ହୋଇଥିବା ବେଳେ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଥିଲା। ସେଠାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବରିପଦର ଗ୍ରାମର ରମେଶ କୁମ୍ଭାର ଗତ 11 ତାରିଖ ଦିନ ଅସୁସ୍ଥ ଅନୁଭବ କରି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବା ରିପୋର୍ଟରୁ ସ୍କ୍ରବ ଟାଇଫସରେ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ସେ ଭର୍ତ୍ତି ହୋଇଥିଲେ। ନମ୍ବର 7 ଏଇ ଭୁଲ ଥିଲେ ମିଳିବନି ସୁଭଦ୍ରା ଟଙ୍କା, ସାବଧାନ। ସୁଭଦ୍ରା ଯୋଜନା ରାଜ୍ୟର 25 ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚି ସାରିଛି। ଟଙ୍କା କାହିଁକି ଆକାଉଣ୍ଟକୁ ଆସୁନାହିଁ ବୋଲି ଉଠିଛି ପ୍ରଶ୍ନ। ଏହାର କାରଣ ହେଉଛି ସେମାନଙ୍କର ପଞ୍ଜୀକରଣକୁ ସଠିକ ଭାବରେ କରିନାହାନ୍ତି। ଆପଣ ଯଦି ସୁଭଦ୍ରା ଟଙ୍କା ପାଇଁ ପଞ୍ଜୀକରଣ କରିବାରେ ଯାଉଛନ୍ତି ତାହେଲେ ଏହି 3 ଭୁଲ ପ୍ରତି ଟିକେ ସଜାଗ ରୁହନ୍ତୁ। ତେବେ ସେ ଭୁଲ ଗୁଡ଼ିକ ହେଉଛି ପ୍ରଥମ ଆପଣଙ୍କ ଆଧାର କାର୍ଡ କାମ କରୁଥିବା ଦରକାର। ଆପଣଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ନମ୍ବର ଲିଙ୍କ ଥିବା ଆବଶ୍ୟକ। ବ୍ୟାଙ୍କ ଖାତାରେ ଡିବିଟି ସୁବିଧା ଥିବା ଦରକାର। ଡିବିଟି ମାନେ ହେଉଛି ଗୋଟିଏ ବ୍ୟାଙ୍କରୁ ଆପଣଙ୍କର ବ୍ୟାଙ୍କ ସିଧାସଳଖ ଭାବରେ ଟଙ୍କା ନେଣଦେଣ ହେବାର ପ୍ରକ୍ରିୟା।
ଏହା ବ୍ୟତୀତ ସେତେବେଳେ ପଞ୍ଜୀକରଣ ଫର୍ମ ଆପଣଙ୍କର ଆକାଉଣ୍ଟକୁ ନମ୍ବର ଲେଖୁଛନ୍ତି, ସେ ନମ୍ବରଟି ଆପଣଙ୍କ ଠିକ୍ ଭାବରେ ଲେଖିବାକୁ ପଡ଼ିବ। ନମ୍ବର 8, ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ଫୁଟିବନି ବାଣ। ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା, ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହର ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୁଲିସ କଟକଣା କରାଯାଇଛି। ଆସନ୍ତା ଅକ୍ଟୋବର 9 ତାରିଖରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ କଟକରେ ବିଭିନ୍ନ ପୂଜା କମିଟିମାନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଗଲାଣି। ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସେହିପରି ମାଙ୍କ ଭସାଣୀ ସମୟରେ ବାଣ ଫୁଟା ଯାଇପାରିବନି। ରାତି 10ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁମତି ରହିଛି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ ରାତି 12ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ କିଛି ସ୍ଥାନରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯିବା ସହ ପୂଜା ପେଣ୍ଡାଲ ଗୁଡ଼ିକର ଅଗ୍ନି ନିରାପତ୍ତା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆସନ୍ତା 9ରୁ 14 ତାରିଖ ପର୍ଯ୍ୟନ୍ତ କଟକର ଶାରଦୀୟ ଦୁର୍ଗାପୂଜା ପୀଡ଼ିତ ହେବ। ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ପଦକ୍ଷେପ ନେଉଛି। ନମ୍ବର 9, ପୂଜା ପାଇଁ ଚାନ୍ଦା ଆଦାୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ପୁଲିସ। କଟକ ଡିସିପି ଅଧ୍ୟକ୍ଷତା ଦଶହରା ପୂଜା ବୈଠକ ଅନୁଷ୍ଠିତ ହୋଇଛି। ପୂଜା ପାଇଁ ଆକ୍ସନ କମିଶନରେଟ୍ ପୁଲିସ ଆକ୍ସନ। ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଯାଇପାରିବନି କି? ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯାଇଛି। ବେଆଇନ ଚାନ୍ଦା ଆଦାୟ ସମ୍ପର୍କରେ ସୂଚନା ଦେବା ଲାଗି ଖୁବ୍ ଶୀଘ୍ର ଏକ ଟେଲିଫୋନ ନମ୍ବର ଜାରି କରାଯିବ, ଯେଉଁଠି ସହର ପ୍ରାୟ ସମଗ୍ର ପୂଜା କମିଟି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ତେବେ କେତେକ ସ୍ଥାନରେ ସୀମା ବିବାଦକୁ ମୁଣ୍ଡ ଟେକିଛି ଏବଂ ଆଉ କିଛି ଜାଗାରେ ସାହି ସାହି ଭିତରେ ବିବାଦ ରହିଥିବା କାରଣରୁ ପୂଜା ବେଳେ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି, ଯାହାକୁ ଏଡ଼ାଇବା ଲାଗି ଏସିପି ସ୍ତରୀୟ ଜୋନ୍ କମିଟି ଗଠନ କରାଯାଇଛି ଏବଂ ପୂଜା ଆଗରୁ ସମସ୍ତ ବିବାଦକୁ ଅବସାନ ବୋଲି ପ୍ରସ୍ତୁତ ବୈଠକ ପରେ ସୂଚନା ଦେଇଛନ୍ତି ଏଡିସିପି। ନମ୍ବର 10, ବାଂଲାଦେଶକୁ ବିଶାଳ ଟାର୍ଗେଟ। ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ ଶୁଭମ ଗିଲ୍ ଶତକ ବଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ 515 ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଭାରତ ପାଇଁ ଶୁଭମ ଗିଲ୍ 176 ବଲରେ 119 ରନ୍, 10 ଚୌକା ଓ 4 ଛକା ସହାୟତାରେ ଅପରାଜିତ ରହିଥିଲେ। 22 ରନ୍ ସ୍କୋର କରିବା ପରେ କେ ରାହୁଲ ପରାଜିତ ରହିଛନ୍ତି। ରିଷଭ ପନ୍ତ 109 ରନ୍ ସଂଗ୍ରହ କରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ପନ୍ତ ଏବଂ ଗିଲ୍ 166 ରନ୍ ଭାଗିଦାରୀ କରିଥିଲେ। ଏହା ପୂର୍ବରୁ ଆଜି ଭାରତ ଦ୍ୱିତୀୟ ଇନିଂସରେ 287 4 ୱିକେଟରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତରେ 515 ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ବାସ୍ ଆଜି ପାଇଁ ଖବରକୁ ଏଇଠି ରଖିବା, ପୁଣି ନେଇ ଆସିବି ନେକ୍ସଟ ଅପଡେଟ୍। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର, ଜୟ ଜଗନ୍ନାଥ।